ଜୀବନ ସବୁବେଳେ ଦୁଃଖୀ ରହିବା ପାଇଁ ନୁହେଁ। ଆମକୁ ପ୍ରତ୍ୟେକ ପରିସ୍ଥିତିରେ ସକାରାତ୍ମକ ରହିବା ଉଚିତ। କ୍ରୋଧ, ଅନୁତାପ, ଲୋଭ, ମୋହ, ଈର୍ଷା, ଜଳନ ଭଳି ଖରାପ ଗୁଣଗୁଡ଼ିକ ଦୂରେଇ ରହିଲେ ସକାରାତ୍ମକ ବଜାୟ ରହିବ। ନିଜ ମନର ଆଲୋକ। ତମକୁ ରାଗ ଆଇଲେ ଚୁପ୍ ରହି ମୁଣ୍ଡକୁ ଟିକିଏ ନୁଆଁଇ ଭଗବାନଙ୍କୁ 2 ସେକେଣ୍ଡ ମନେ ପକାଇବା ଚେଷ୍ଟା କର। ଗର୍ବ ଅହଙ୍କାର ମରିଯିବ। ଆଖିକୁ ଟିକିଏ ଆଦର କରିବାକୁ ଚେଷ୍ଟା କର। ପଥର ହୃଦୟ ତରଳିଯିବ। ଭଗବାନଙ୍କୁ ନିଜ ହୃଦୟରେ ରଖନ୍ତୁ। ସମଗ୍ର ଜଗତ ତମ ପରି ଦେଖାଯିବ। ଜଣେ ବ୍ୟକ୍ତି ନିଜ ଜନ୍ମ ଦ୍ୱାରା ନୁହେଁ ବରଂ ନିଜ କାର୍ଯ୍ୟ ଦ୍ୱାରା ମହାନ ହୋଇଥାନ୍ତି। ଯଦି ତମେ ଦୋଷୀ ନୁହଁ ଯିଏ ତମକୁ ଆଘାତ କରେ ଏବଂ ତମେ ପ୍ରତିଶୋଧ ନେବାକୁ କ୍ଷମ ନୁହଁ, ସମୟ ନିଶ୍ଚିତ ଦଣ୍ଡ ଦେବ। ନିଜେ ଜବାବ ଦେବା ଦ୍ୱାରା ମଣିଷ କମ୍ ଅନୁତାପ କରିଥାଏ, କିନ୍ତୁ ସମୟ ଯେଉଁ ଜବାବ ଦିଏ ମଣିଷ ତାକୁ ପୂର୍ଣ୍ଣତାର ସହିତ ଅନୁତାପ କରିଥାଏ। ମନେ ରଖନ୍ତୁ, ଆମର ସବୁଠାରୁ ବଡ଼ ଶକ୍ତି ହେଉଛି ଆମର ଚିନ୍ତାଧାରା। ଯଦି ଆମର ଚିନ୍ତାଧାରା ନକାରାତ୍ମକ ହେବ, ତେବେ ଆମେ କେବେ ଆଗକୁ ବଢ଼ିପାରିବା ନାହିଁ। ଯଦି ଅନ୍ୟକୁ ଠକିକି ଉପାର୍ଜିତ କରିଥିବା ଧନକୁ ଯଦି ପୁଣ୍ୟ କର୍ମରେ ଲଗାଇବ, ସେ ପୁଣ୍ୟ ତମକୁ ମିଳିବନି, ମିଳିବ ତାକୁ ଯାହାକୁ ତମେ ଠକିଛ। ଦୁଃଖ ସମୟରେ ଥିବା ମଣିଷଟିକୁ ସାହାଯ୍ୟ ହାତ ବଢ଼ାଅ। ହୋଇପାରେ କେବେ ଆପଣଙ୍କର ଦୁଃଖ ସମ୍ପର୍କ ସମୟରେ ଆଉ କାହାର ହାତ ଲମ୍ବି ଆସିବ। କାହାର ପ୍ରଶଂସାରେ ତରଳି ଯାଅ ନାହିଁ। କାହାର କ୍ରୋଧରେ ଜଳି ଯାଅ ନାହିଁ। କାହାର ମଧୁର ଶବ୍ଦରେ ଭାସି ଯାଅ ନାହିଁ। ଶବ୍ଦରେ ବି ଏକ ସୀମା ଅଛି, କିନ୍ତୁ ନୀରବତା ଚିର ସବୁଜ। ତେଣୁ ବିପରୀତ ପରିସ୍ଥିତିରେ ନୀରବ ରହିବାଟା ହିଁ ଯଥେଷ୍ଟ।